ଆମ ରାଜ୍ୟରେ ପ୍ରାୟ 15,000 ହେକ୍ଟର ଜମିରେ ଆଳୁ ଚାଷ ହୋଇଥାଏ, ଯେଉଁଥିରେ କି ଆମର 2ରୁ 3 ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦିତ ହୋଇଥାଏ। ହେଲେ ଆମ ରାଜ୍ୟର ଆବଶ୍ୟକତା ଆଳୁ ଚାଷର ଆବଶ୍ୟକତା ହେଉଛି 10 ଲକ୍ଷ ମେଟ୍ରିକ ଟନ୍, ଯାହାକି 5 ଗୁଣା କମ୍। ଆଉ ଆମ ରାଜ୍ୟରେ ପ୍ରତି ହେକ୍ଟର ପିଛା 16 କୁଇଣ୍ଟାଲ ଖଣ୍ଡେ ବାହାରିଥାଏ, କିନ୍ତୁ ଅନ୍ୟ ରାଜ୍ୟରେ 20ରୁ 24 କୁଇଣ୍ଟାଲ ବାହାରିଥାଏ, ଯାହାକି ବହୁତ ହିଁ କମ୍। ତେଣୁ ଯଦି ଆମେ ଆଳୁ ଚାଷରେ ସ୍ୱାବଲମ୍ବୀ ହେବାକୁ ଚାହିଁବା, ଆମକୁ ଆଳୁ ଚାଷକୁ ବୈଜ୍ଞାନିକ ପଦ୍ଧତିରେ ଆପଣେଇକି ଚାଷ କରିବାକୁ ପଡ଼ିବ। ତେଣୁ ଚାଲନ୍ତୁ ଆଜି ଆମେ ଜାଣିବା ଆଳୁ ଚାଷ କିପରି ବୈଜ୍ଞାନିକ ପଦ୍ଧତିରେ କରିବା। ଆଳୁ ଏକ ଶୀତଦିନିଆ ପରିବା ଅଟେ। ଏଥିରେ ବିଭିନ୍ନ ପ୍ରକାର ପୁଷ୍ଟିସାର, ଶ୍ୱେତସାର ଆଉ ଧାତବ ଲବଣ ରହିଥିବାରୁ ଶରୀର ପାଇଁ ବହୁତ ହିଁ ଭଲ। ଆମ ରାଜ୍ୟରେ ଶୀତ ଦିନରେ ଅକ୍ଟୋବରରୁ ନଭେମ୍ବର ମାସରେ ଏହା ଚାଷ କରାଯାଇଥାଏ। ଆଳୁ ଚାଷ ଆମର ବିଭିନ୍ନ ପ୍ରକାର ମାଟିରେ ହେଇଥିଲେ ମଧ୍ୟ ବାଲିଆ ମାଟି, ଦୋରସା ମାଟି, ପଟୁ ଦୋରସା ମାଟିରେ ଏହା ଭଲ ଭାବରେ ହୋଇଥାଏ, କାରଣ ଏଥିରେ ଜୈବିକ ଅଂଶ ବହୁତ ଭଲ ଥାଏ। ଆଳୁ ଚାଷ ପାଇଁ ଜୈବିକ ଅଂଶ ଥିବା ମାଟି ଉତ୍କୃଷ୍ଟ ଅଟେ। ଆଳୁ ଗଛର ବୃଦ୍ଧି ପାଇଁ କମ୍ ତାପମାତ୍ରା ଆବଶ୍ୟକ, ଯାହାକି 15ରୁ 20 ଡିଗ୍ରୀ ସେଣ୍ଟିଗ୍ରେଡ, କିନ୍ତୁ ଆମର ରାତିରେ ଏହା ଭଲ ଭାବରେ ହୋଇଥାଏ, ଯାହାକି 21 ଡିଗ୍ରୀରୁ ଆମର କମ୍ ତାପମାତ୍ରା ରହିଥାଏ। କମ୍ ତାପମାତ୍ରା ଆଳୁ ଗଛର ବୃଦ୍ଧି ପାଇଁ ଉତ୍କୃଷ୍ଟ ଅଟେ। ମୁଖ୍ୟତଃ ଆଳୁ ଆମର 3 ପ୍ରକାରର କିସମ ରହିଛି। ଗୋଟେ ସଅଳ କିସମ, ମଧ୍ୟମ କିସମ, ବିଳମ୍ବ କିସମ। ସଅଳ କିସମଟି ଆମର 70ରୁ 80 ଦିନ ଲାଗିଥାଏ, ଯାହାକି ହେଉଛି କୁଫ୍ରି ଚନ୍ଦ୍ରମୁଖୀ, କୁଫ୍ରି ପୁଖରାଜ, କୁଫ୍ରି ବାଦଶା। ମଧ୍ୟମ କିସମ ଆଳୁଟି ହେଉଛି ଆମର 80ରୁ 100 ଦିନ, ଯାହାକି ହେଉଛି କୁଫ୍ରି ଜ୍ୟୋତି, କୁଫ୍ରି ଲାଲିମା। ବିଳମ୍ବ କିସଟା ହେଉଛି ଆମର 100ରୁ 110 ଦିନର ଅବଧି ଲାଗେ, ଯେଉଁଟାକି ହେଉଛି କୁଫ୍ରି ସୁନ୍ଦରୀ। ବିହନ ଆଳୁ ଗୁଡ଼ିକୁ ଆମେ ଗୋଟା କିମ୍ବା ଖଣ୍ଡ ଖଣ୍ଡ କରି ଲଗେଇ ପାରିବା। ପ୍ରତି ଖଣ୍ଡ ଆମର 15ରୁ 20 ଗ୍ରାମର ହେବାର ଆବଶ୍ୟକ ରହିଛି, କାରଣ ସେଥିରେ ଆମର ଗଜା ଭଲ ଭାବରେ ହୋଇଥାଏ। ପ୍ରତି ଖଣ୍ଡରେ 2ରୁ 3ଟି ଆଖି ରହିବା ଦରକାର। ତାପରେ ଆମେ କ'ଣ କରିବା, ଆଳୁ ଗୁଡ଼ିକୁ ନେଇକି ଆସିଲା ପରେ ତାକୁ ଗୋଟା କିମ୍ବା ଖଣ୍ଡ କରିକି ଆପଣ ତଳେ ଖେଳେଇକି ରଖିବେ। ଖେଳେଇ ସାରିଲା ପରେ ସେଥିରେ ନଡ଼ା ଛାଇଦେବେ। ଛାଇ ସାରିଲା ସେଟାକୁ 5ରୁ 7 ଦିନ ରଖିଲେ ସେଥିରୁ ଗଜା ଭଲ ଭାବରେ ବାହାରିଥାଏ। ବିହନ ଲଗାଇବା ପୂର୍ବରୁ ବିହନକୁ ବିଶୋଧନ କରିବା ଅତି ଆବଶ୍ୟକ। 1 ଲିଟର ପାଣିରେ ଆପଣ 3 ଗ୍ରାମ ମାନ୍କୋଜେବକୁ ମିଶ୍ରଣ କରି ସେଥିରେ ଆଳୁକୁ ବୁଡ଼େଇକି ରଖିବେ 30 ମିନିଟ୍ ଯାଏ। ତାପରେ ଆପଣ ଆଣିକି ତାକୁ ଛାଇରେ ଶୁଖେଇ ଦେବେ। ଶୁଖେଇଲା ପରେ ଆପଣ ମୁଖ୍ୟ ଫିଲ୍ଡରେ ଆପଣ ତାକୁ ଲଗେଇ ପାରିବେ। ଯେତେ ଆଖି ଅଛି ସେତିକି ପିସ୍ ହେବ, ଯେତେଟା ଆଖି ଗୋଟେ ଗୋଟେ ପିସ୍ ହେବ। ମିନିମମ୍ 25ରୁ 30 ଗ୍ରାମ ହେଲେ ଲଗାଇବ। ଯଦି ଛୋଟ ଆଳୁ ଅଛି ତାହେଲେ ଗୋଟେ ଆଳୁ ଲଗାଇଦେଲେ ବି ଭଲ ହେବ, କିନ୍ତୁ ଯେତିକି ଆଳୁ ଅଛି, ଆଖି ଅଛି ଆଳୁରେ, ସେତିକି ପିସ୍ କରିକି ତାକୁ ଆପଣ ବାଭିଷ୍ଟିନ୍ରେ ବିଶୋଧନ କରିକି ତାପରେ ନେଇକରି ଲଗାଇବେ। ଦେଖନ୍ତୁ ଇଏ ଗୋଟେ ଗୋଟେ ଆଖି, ଇଏ ଗୋଟେ ଗୋଟେ ପିସ୍ ହେଇପାରିବ, ଏଇଟା 2 ପିସ୍ ହେଇପାରିବ ଆପଣଙ୍କର। ଏବେ ଜାଣିବା ଆମେ ଆଳୁକୁ ମୁଖ୍ୟ ଜମିରେ କିପରି ଲଗେଇବା। ଆଳୁ ଚାଷ କରିବା ଆଗରୁ ଆମେ 6ରୁ 7 ଥର ଓଡ଼ ଚାଷ କରିବା। ଓଡ଼ ଚାଷ କରିସାରିଲା ପରେ ସେଥିରୁ 6ରୁ 8 ଟନ୍ ଗୋବର ଖତ ଆଉ 10 କେଜି ଆମର କ୍ଲୋରୋପାଇରିପସ୍ ଆପଣ ଜମିରେ ମିଶେଇ ଦେବେ। ମିଶେଇଲେ କ'ଣ ହବ ନା, ଆମର ଉଇ ଲାଗିବାର ସମ୍ଭାବନା କମିଯିବ। ତା ଛଡ଼ା ଆମର ଜମିରୁ ବିଭିନ୍ନ ପ୍ରକାର ପୋକମାନେ ଥାଆନ୍ତି, ସେଇମାନଙ୍କର ପ୍ରାଦୁର୍ଭାବ ବି କମିଯିବ। ଆଳୁ ଚାଷକୁ ଆମେ ହୁଡ଼ା ପଦ୍ଧତିରେ ଚାଷ କରିବା। ହୁଡ଼ାରେ ଆମେ 6ରୁ 7 ସେଣ୍ଟିମିଟର ଗଭୀରର ସିଆର କରିବା, ଆଉ ସେଥିରେ ବିଭିନ୍ନ ଖତ ଆଉ ସାରକୁ ପ୍ରୟୋଗ କରିଲା ପରେ ଆଳୁ ଲଗେଇକି ସେଥିରେ ମାଟି ଘୋଡ଼େଇ ଦେବା। ଆଳୁ ଆମେ ଏହିପରି ଲଗେଇବା ଯେମିତି ଆଳୁ ଗଛକୁ ଗଛ 20ରୁ 30 ସେଣ୍ଟିମିଟର ଦୂରତା ରହିବ, ଆଉ ଆମର ଧାଡ଼ିକୁ ଧାଡ଼ି ଆମର 30ରୁ 35 ସେଣ୍ଟିମିଟର ଦୂରତା ରହିବ। ଆଳୁ ଫସଲରେ ପ୍ରଚୁର ପରିମାଣରେ ଖାଦ୍ୟ ସାର ଆବଶ୍ୟକ କରେ, ଯାହାକି ଆମର 120ରୁ 150 କେଜି ଯବକ୍ଷାରଜାନ ଆଉ 40ରୁ 45 କେଜି ଫସ୍ଫେଟ୍ ଲାଗିଥାଏ। ଏହାକୁ ଆମେ 3ଟା ଫେଜ୍ରେ ଦେବାକୁ ପଡ଼େ। ପ୍ରଥମେ ଆମେ ଲଗେଇବା ସମୟରେ, ତାପରେ ଆମେ 20ରୁ 25 ଦିନ ପରେ, ତାପରେ 40ରୁ 45 ଦିନ ପରେ। ଏହି ହିସାବରେ ଆମେ ସାର ପ୍ରୟୋଗ କଲେ ଆଳୁ ଚାଷଟି ଭଲ ଭାବରେ ହୋଇଥାଏ। ତାପରେ ଆମେ ଦେଖିବା ଜମିର ବତର କେମିତି ରହୁଛି। ଜମିର ବତର ହିସାବରେ ଆମେ 6ରୁ 8 ଥର ଜଳସେଚନ ଦେଇପାରିବା। ଏବେ ଜାଣିବା ଆମେ ଆଳୁ ଚାଷରେ କିପରି ରୋଗ ପୋକର ପରିଚାଳନା କରିବା। ମୁଖ୍ୟତଃ ସଅଳ ପତ୍ର ପୋଡ଼ା ଆଉ ବିଳମ୍ବ ପତ୍ର ପୋଡ଼ା
ଆଳୁର ପତ୍ରରେ ଦେଖାଯାଇଥାଏ। ଏହାକୁ କଣ୍ଟ୍ରୋଲ କରିବାକୁ ହେଲେ ଆମକୁ ବିହନ ବିଶୋଧନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ମୁଁ ଯେମିତି ଆଗରୁ ଥରେ କହିଥିଲି ଆପଣଙ୍କୁ, ମାନକୋଜେବ 3 ଗ୍ରାମରେ 1 ଲିଟର ପାଣିରେ ମିଶେଇକି ଆପଣ ବିହନ ବିଶୋଧନ କରିଲେ ଏଇ 2ଟି ରୋଗ ଦେଖିବାକୁ ପାଇବେ ନାହିଁ। ତା ଛଡ଼ା ଆପଣଙ୍କୁ ଅନୁମୋଦିତ ପରିମାଣର ଯବକ୍ଷାରଜାନ ଆଉ ସାର ପ୍ରୟୋଗ କଲେ ମଧ୍ୟ ଏଇ ରୋଗ ଦେଖାଯିବ ନାହିଁ। ତାପରେ ଆମର ଆଉ ଗୋଟେ ରହିଲା ଯାଦୁରା ରୋଗ। ଯାଦୁରା ରୋଗଟି ଆମର ମାଟିର ଯଦି କିଛି ପୋକ ଥାଏ ତା ଯୋଗୁଁ ହୋଇଥାଏ। କିନ୍ତୁ ଯଦି ଆମେ ବୋରିକ ଏସିଡ ଦ୍ୱାରା ବିହନକୁ ବିଶୋଧନ କରିବା ତାହେଲେ ଯାଦୁରା ରୋଗ ମଧ୍ୟ ଦେଖାଯାଇ ନଥାଏ। ଆଳୁ ଲଗାଇବାର 8ରୁ 10 ଦିନ ପରେ ଗୋଟେ କୋଡ଼ା ଖସା ଦରକାର। ସେଇ କୋଡ଼ା ଖସା ସମୟରେ ଆପଣ ସାର ପ୍ରୟୋଗ କରିପାରିବେ ଆଉ ଜଳସେଚନ ବି କରିପାରିବେ। କିନ୍ତୁ ଜଳସେଚନ କରିବା ଆଗରୁ ଜମିର ବତରକୁ ମଧ୍ୟ ଧ୍ୟାନ ଦେବେ। ତାପରେ ପୁଣି ଆପଣ 20-25 ଦିନ ପରେ ଆଉ ଥରେ କୋଡ଼ା ଖସା କରିକି ଆପଣ ତାର ସେକେଣ୍ଡ ଫେଜର ସାର ଦେଇପାରିବେ। ଆଳୁ ଚାଷରେ ଆମେ 2ଟି ପୋକ ସାଧାରଣତଃ ଦେଖିଥାଉ। ଗୋଟେ ହେଉଛି ଉଇ ପୋକ, ଆଉ ଗୋଟେ ହେଉଛି ମୂଳ କଟା ପୋକ। ଏଇ 2ଟି ପୋକ ଯଦି ଗଛକୁ କାଟି ଦିଅନ୍ତି ମୂଳରୁ, ତାହେଲେ ଗଛଟା ଶୁଖିଯାଏ ଆଉ ଯଦି ବି ଆଳୁ ହୋଇଥାଏ ସିଏ ଫମ୍ପା ହୋଇଥାଏ। ତେଣୁ ଆମେ କ'ଣ କରିବା, ଚାଷ କରିବା ସମୟରେ କ୍ଲୋରୋପାଇରିପସ୍ ଏକର ପ୍ରତି 10 କିଲୋଗ୍ରାମ ମିଶାଇ ଦେବା। ଏହା ଦ୍ୱାରା ଯଦି ମାଟିରେ କୌଣସି ଉଇ ଉପସ୍ଥିତ ଥାଏ ତାହା ମରିଯାଇଥାଏ ଆଉ ଆଳୁ ଗଛକୁ କିଛି କ୍ଷତି କରିନଥାଏ। ଆଳୁ ଆପଣ ଯେଉଁ କିସମର ଲଗେଇଥାନ୍ତି ସେଇ କିସମ ହିସାବରେ 80ରୁ 120 ଦିନ ପରେ ଆଳୁ ଅମଳ ହେବା ଅବସ୍ଥାକୁ ଆସିଯାଏ। ତେଣୁ ଯେତେବେଳେ ଆପଣ ଖୋଳିବା ପାଇଁ ଆରମ୍ଭ କରିବାର 15 ଦିନ ଆଗରୁ ଜମିରେ ପାଣି ମଡ଼େଇବା ବନ୍ଦ କରିଦେବେ। ଆଉ ଜମିରେ ଯେତେବେଳେ ଆପଣ ଆଳୁ ଖୋଳିବାକୁ ଆରମ୍ଭ କରିବେ ସେତେବେଳେ ଆପଣ ଧ୍ୟାନ ଦେବେ ଯେମିତି ଆଳୁକୁ କୌଣସି କ୍ଷତି ନ ପହଞ୍ଚେ। ଖୁର୍ପି କିମ୍ବା କୋଦାଳରେ ଆଳୁକୁ ଖୋଳିବେ ନାହିଁ। ଆଳୁ ଗଛର ପତ୍ର ଯେତେବେଳେ ହଳଦିଆ ପଡ଼ିବାକୁ ଆସେ ସେତେବେଳେ ଜାଣିବେ ଯେ ଆଳୁ ଖୋଳିବାର ଏଇଟା ହେଉଛି ଠିକ୍ ସମୟ। ତାପରେ ଆମେ ଯେତେବେଳେ ଆଳୁ ଖୋଳି ସାରିବା, ଆଳୁ ଖୋଳିବା ପରେ 24 ଘଣ୍ଟା ଆମେ ତାକୁ ଛାଇରେ ଶୁଖେଇଦେବା। ଶୁଖି ସାରିଲା ପରେ ଆମେ ତାକୁ ଜାଲି ବସ୍ତାରେ ଭର୍ତ୍ତି କରିକି ନିଜ ଘରେ ରଖିପାରିବେ। ନହେଲେ ଆପଣଙ୍କର ଜିଲ୍ଲାରେ ଯଦି କୌଣସି ଶୀତଳ ଭଣ୍ଡାର ରହିଛି ସେଇଥିରେ ମଧ୍ୟ ଆପଣ ସାଇତି ରଖିପାରିବେ। ଆଉ ଯେତେବେଳେ ବଜାରର ଦରଦାମ ଠିକ୍ ରହିବ ସେତେବେଳେ ଆପଣ ବାହାର କରି ତାକୁ ବିକ୍ରି ପଟା କରିପାରିବେ। ଜଣେ ଚାଷୀ ଏହି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିକି ଆଳୁ ଚାଷ କରେ, ତାର ଏକର ପିଛା ସିଏ 80ରୁ 120 କ୍ୱିଣ୍ଟାଲ ଅମଳ ପାଇପାରିବ। ଆଉ ଏହି ଅଧିକ ଅମଳ ଯଦି ପାଇବ ସିଏ ବଜାରରେ ଏ ଆଳୁକୁ ବିକ୍ରି କରିକି ତାର ସଠିକ ମୂଲ୍ୟ ମଧ୍ୟ ପାଇପାରିବ। କାରଣ ଆଳୁ ବିକ୍ରି କରିବା ସମୟରେ ଆଳୁର ଆକାର, ସାଇଜ ଏଗୁଡ଼ା ସବୁ ବହୁତ ମ୍ୟାଟର କରେ। ତେଣୁ ଯଦି ଭଲ ଭାବରେ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବ ସେ ନିହାତି ଭଲ ଗୁଣର ଆଳୁଟେ ପାଇପାରିବ। ସୁବର୍ଣ୍ଣପୁର ଜିଲ୍ଲାଟି ଆମର ମହାନଦୀ ପାଖରେ ହେଇଥିବାରୁ ଏହାର ମାଟି ବହୁତ ହି ଜୈବିକ ପଦାର୍ଥରେ ଉତ୍କୃଷ୍ଟ ଅଟେ। ଏଇ ଜିଲ୍ଲାର ମାଟି ଗୁଡ଼ାକ ଆମର ବାଲିଆ ମାଟି, ଦୋରସା ମାଟି, ପଟୁ ଦୋରସା ମାଟି ହୋଇଥିବାରୁ ଆଳୁ ଚାଷ ପାଇଁ ଉତ୍କୃଷ୍ଟ ଅଟେ। ଏଇ ବର୍ଷ ଆମର ସୁବର୍ଣ୍ଣପୁର ଜିଲ୍ଲାରେ ଉଦ୍ୟାନ କୃଷି ବିଭାଗରୁ 2ଟି ଆଳୁ କିସମ ମିଳିଛି ଚାଷୀମାନଙ୍କୁ। ଗୋଟିଏ ହେଉଛି ଖୁପ୍ରି ପୁଖରାଜ, ଆଉ ଗୋଟେ ହେଉଛି ପୁଖରୀ ଜ୍ୟୋତି। ଏଇ 2ଟାର କ୍ୱାଲିଟି ଆପଣଙ୍କର ବହୁତ କିପିଂ କ୍ୱାଲିଟିଟା, ବହୁତ ସମୟ ଯାଏଁ ଆପଣ ତାକୁ ରଖିପାରିବେ ନିଜ ଘରରେ ହଉ କି ଶୀତଳ ଭଣ୍ଡାରରେ ହଉ। ଏହି 2ଟି ଆଳୁ କିସମ ଯେଉଁଟାକି ଆମର ଖୁପ୍ରି ଜ୍ୟୋତି ଆଉ ପୁଖରାଜ 100ରୁ 110 କ୍ୱିଣ୍ଟାଲ ଅମଳ ଦେଇଥାଏ। ଯେଉଁ ଚାଷୀମାନେ ଏହି ଆଳୁର କିସମକୁ ଚାଷ କରିବାକୁ ଚାହୁଁଛନ୍ତି ନିଜ ନିକଟସ୍ଥ ଉଦ୍ୟାନ କୃଷି ବିଭାଗକୁ ଆପଣ ଭିଜିଟ୍ କରିକି ଆଳୁ କିସମଟି ନେଇପାରିବେ। ଆଉ ଯଦି ଆପଣ ଏଇ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିକି ଆଳୁ ଚାଷଟି କରିବେ ନିହାତି ଆପଣ ଲାଭବାନ ହେଇପାରିବେ।